ତ୍ରୟୋଦଶ ସ୍କନ୍ଧ ପ୍ରଥମ ଅଧ୍ୟାୟ। ନମ ହିଁ ପରମ ପୁରୁଷ ନୀଳକନ୍ଦରେ ତୋର ବାସ। ଯୋଗୀ ଜନ ଭଞ୍ଜିବା ପାଇଁ ନିଶ୍ଚଳେ ବସିଛ ଗୋଛାଇଁ। ବ୍ରହ୍ମଜ୍ଞାନିକ ଗର୍ବ ଚୁରି ତେଣୁ ବୋଲାଉ ବ୍ରହ୍ମଚାରୀ। ଅଷ୍ଟାଙ୍ଗ ଯୋଗ ସାଧିବାରେ ନିଶ୍ଚଳ ଆତ୍ମା ଲୟ ଦ୍ୱାରେ। 25 ପ୍ରକୃତିକୁ ସାଧି ପଞ୍ଚମନକୁ ହୃଦେ ରୁନ୍ଧି। 50 ପବନ ରୁନ୍ଧନେ ଇନ୍ଦ୍ରିୟ ରୋଧ ସମାପନେ। ଷଡ଼ଇରୁ ଜୟ କରି ନିଶ୍ଚଳେ ଅନାହତେ ଭରି। ଚିତ୍ତ ଯୋଗରେ ଅଚଳ ନୟନ ଥାଉ ଅଚଞ୍ଚଳ। ନାସିକା ଥାଉ ନାହିଁ ବାସ ଶ୍ରବଣ ନାହିଁ ଶ୍ରୋତ୍ର ବିଷ। ଏ ବକତା ନାହିଁ ଅଧରରେ ଜପ ବିହିଲା ସେ ପ୍ରକାରେ। ଏ କଟିରେ ହଜିଲା ଚରଣ ଇନ୍ଦ୍ରିୟ ହଜିଲା ଉଦରେଣ। ଏ ଗୁହ୍ୟ ହଜିଲା ପାତାଳରେ ନଖ ରୋମ ଯେ ହୃଦୟରେ। ଜ୍ଞାନ ନଳେ ସର୍ବଦଇ କ୍ଷୁଧା ପିପାସା କଠରେ ଦେଇ। ଏଣୁ ସେ ବ୍ରହ୍ମ ଅବତାର 49 ବାୟୁ ସାଧ୍ୟର। ତୁମ୍ଭରେ ହୁଏ ଏହା ସାଧି ଅନ୍ୟରେ କାହିଁ ଏତେ ବୁଦ୍ଧି। ହର ବିରଞ୍ଚି ସୁନାସିର ଅନଳ ଚନ୍ଦ୍ର ଦିବାକର। କୁବେର ବରୁଣ ବାସୁକି ମେରୁ ମରୁତ ଇତ୍ୟାଦି କି। ଏହାଙ୍କ ଶକ୍ତି ଏଡ଼େ କାହିଁ ଏଡ଼େ ନିଶ୍ଚଳ ହେବ ନାହିଁ। ଈଶ୍ୱର ଧରିବାର ଯୋଗ ନ ଛାଡ଼େ କାମ କ୍ରୋଧ ଲୋଭ। ମୁନି ଯତି ଯେ ସାଧୁଛନ୍ତି ଆହାର ନିଦ୍ରା ନ ଛାଡ଼ନ୍ତି। ଆବର ଅଷ୍ଟଦିଗ ପାଳେ ପଶି ନ ପାରନ୍ତି ଢାଳେ। ନର କିନ୍ନର ଭେଦ କାହିଁ ସୁର ଗନ୍ଧର୍ବେ ଭେଦ ନାହିଁ। ଏଣୁ ନିଶ୍ଚୟ ଭଗବାନ ସର୍ବଦେବତା ମୁଖ୍ୟପାନ। ଉଦ୍ଧବ ଦିନେ ବଦ୍ରିକାରେ ପାଦୁକା ବଳେ ଧ୍ୟାନ କରେ। ଦେଖି ତାହାର ଦୃଢ଼ ଧ୍ୟାନ ଆସି ମିଳିଲେ ଭଗବାନ। ଉଦ୍ଧବ ପାଦେ ପଡ଼ି ଶୋଇ ବୋଲୋଇ ନିସ୍ତରିଲି ମୋଇ। କେବେ ଦର୍ଶନ ମନେ ଥିଲା ଏବେ ନୟନ ଭାଗ୍ୟ କଲା। ଯେତେ କହିଲ ଭାଗବତେ ଭ୍ରମି ହୋଇଲି ନାନା ମତେ। ଯା କହିବା ମତେ ହେଉ ଏ ଜୀବ ସଦ ଗତି ପାଉ। ଭଗବାନ ବାଚ ଏ ଉଦ୍ଧବ ଶୁଣ ସାବଧାନେ। ଏ ଜୀବ ଥାଇ ସର୍ବସ୍ଥାନେ କେବଳ ଥାଇ ସାଧ୍ୟ ଭାବେ। ଇନ୍ଦ୍ରିୟ ଦୁଃଖ ସୁଖ ଭାବେ। ଏଣୁ ଲାଗଇ ଗୁଣ ଦୋଷ ଜୀବତ ନିର୍ଗୁଣ ପୁରୁଷ। ନିର୍ମୂଳ ନିରଞ୍ଜନ ଏହି ଏହାର କ୍ଷୟ ବୃଦ୍ଧି ନାହିଁ। ଜନ୍ମ ମରଣ ଶୋକ ମୋହ ଦୁଃଖ ସୁଖାଦି ଏ ସଂଶୟ। ନିଦ୍ରା ଆହାର ପବନରେ କାମ କାର୍ପଣ୍ୟ ବିକାରରେ। ପ୍ରକୃତି ପୁରୁଷ ନ ଛାଡ଼େ ଏବେ ନିଶ୍ଚିନ୍ତ ମାୟା ଜଡ଼େ। ଏ ସର୍ବଭାବେ ଉଦାସୀନ ଜୀବର ନାହିଁ ତା ଗ୍ରହଣ। କାହୁଁ ଅଇଲା ତା ନ ଜାଣେ ଦେହକୁ ସତ୍ୟ କରି ମଣେ। ଅନ୍ତେ ଜଇଁକି ଜୀବ ଜୀବ ତାହା ନ ଜାଣେ ବ୍ରହ୍ମା ଶିବ। କାହିଁରୁ ପୂର୍ବେ ଆସିଥିଲା ଏବେ ସେ ତୁ ପାଶୋରିଲା। ଆଦ୍ୟରେ ରହିଥିଲା ଜଇଁ ଯୋଉଁ ଅଇଲା ଦେହ ବହି। ଦେହ ଉପେକ୍ଷି ଗଲା ପ୍ରାଣ ମଲାରୁ ପାଶୋରିଲା ଜ୍ଞାନ। ଏବେ ପାଇବା ତାହା କାହିଁ ଗୁରୁ ସେବିଲା ପୂର୍ବୁ ନାହିଁ। ଯୋଉଁ ସେ ଦେହ ଆସିଥାଇ ଅନ୍ତେ ଜଇଁକି ଦେହ ଯାଇ। ଜଇଁ ରହିଯାଇ ପ୍ରାଣ ତାହାକୁ ଗୁରୁ କରି ଚିହ୍ନ। ଯାହାକୁ ଭଜି ନିରନ୍ତରେ ସେବିଲେ ଅନ୍ତର ବାହାରେ। ଯା ପାଇଁ ବ୍ରତ ଉପାଦାନ ଯଜ୍ଞେ ଦେବତା ଆରାଧନ। ଏ ପ୍ରତିମା ଶିବ ଚଣ୍ଡୀ ପୂଜିଭ ଜଳେ ବିଷ୍ଣୁଙ୍କ ନାମ ଭଜି। ଏ ବେଦ ପଠନ ଯଜ୍ଞ ଦାନ ବିପୁଳ ଗୃହ ନାନା କର୍ମ। ଇତ୍ୟାଦି ଶାଖା ନାନା ବିଧି ଅତିଥି ସାଧୁଙ୍କୁ ଆରାଧି। ଯାହାକୁ ଏତେ ଭାବେ ଧ୍ୟାଇ ବାହାର ଭିତରେ ଟି ସେଇ। ନିକଟେ ଥାଇଣ ଅଦୃଶ୍ୟ ଯେଣୁ ନ ମେଣ୍ଟେ କର୍ମ ପାଶ। ଏଣୁ ଜ୍ଞାନ ଚକ୍ଷୁ ନ ସ୍ଫୁରେ ତେଣୁ ନ ଦିଶେ ନିକଟରେ। ଏଣୁ ଭ୍ରମଇ ନାନା ମତେ ପୂଜଇ ନିତ୍ୟ ବୋଲି ମତେ। ସେ ମତେ ଯତ୍ନ ଭୋଗ ଦେଇ ତାଠୁ ଦୂରେ ମୁଇଁ ରହି। ଯେକରେ ପୁଣି ହୋମ ଯଜ୍ଞ ତହୁ ମୁଁ ବହୁତ ବିଲଗ୍ନ। କେ ଭଜେ ଜପ ଭଜନରେ ଷଡ଼ର୍ଘ୍ୟ କବଚ ଅଙ୍ଗରେ। କେ ଅଙ୍ଗନ୍ୟାସ କ୍ରମଶରେ ଧ୍ୟାନ ତୋର ଏକାନ୍ତରେ। ପ୍ରତିମା ଦୃଷ୍ଟି ପଥେ ସ୍ଥାପି ବିବିଧ ଗନ୍ଧ ଦ୍ରବ୍ୟ ଲେପି। ବସନ ପରିଧାନ କରେ ବିବିଧ ଅଳଙ୍କାର ଭରେ। ଅର୍ଚ୍ଚନା ବନ୍ଦନା ମାର୍ଜନା କେ ସ୍ତୁତି କରଇ ପ୍ରାର୍ଥନା। ଏହାକୁ ଦୂରୁ ମୁଁ ଉଦ୍ଧବ ଏଥି ମୋର ନାହିଁ ଭାବ। ଏ ଶ୍ରଦ୍ଧା ପାଇଣ କରନ୍ତି ମୋ ଭାବ ଜାଣି ନ ପାରନ୍ତି। ଏଣେ ଅଖଣ୍ଡମୟ ଜ୍ଞାନ ନ ଚିହ୍ନି ପୂଜୁଥାଇ ଅନ୍ୟ। ତାହାକୁ ଦେଖୁଥାଇ ଅନ୍ୟ ସେ ପୁଣି ପୂଜନ୍ତି ବିଧାନେ। ଏଣୁ ଅନେକ ହି ମତେ ପୂଜନ୍ତି ସଂସାର ନିମନ୍ତେ। ଏହି ପ୍ରକାରେ ସର୍ବଜନେ କରନ୍ତି ବେଦର ବିଧାନେ। ମତେ ପାଇବେ ସେହୁ କାହୁଁ ପୂର୍ବ ଅର୍ଜିଲା ପୁଣ୍ୟ ନାହିଁ। ମୋ ଆତ୍ମା ନିରଞ୍ଜନ ମୂଳ ଆଉ ସମସ୍ତ ଅଟେ ଡାଳ। ସନେ ବୀଜ କ୍ଷୁଦ୍ର ହୋଇ ତହୁଁ ସେ ବୃକ୍ଷ ପ୍ରକାଶ ହୋଇ। ହେମନ୍ତ ମୂଳ ମୁଁ ପ୍ରଧାନ ମତେ ନ ଚିହ୍ନେ ମୂଢ଼ ଜନ। ସମସ୍ତ ବେଦ ହୋଇ ବୃକ୍ଷେ ଫଳ ଫଳାନ୍ତେ ଅନ୍ତରିକ୍ଷେ। ସେ କର୍ମ ଫଳ ଅନୁସାରେ ହେମନ୍ତ ବିବିଧ ପ୍ରକାରେ। ଏ ଆତ୍ମା ଏତେ କର୍ମେ ନାହିଁ କର୍ମେ ଲୋଡ଼ିଲେ ପାଇ କାହିଁ। ଏଣୁ ଅବିଦ୍ୟାରୁ ବାହାର ଅନନ୍ତ ଅନାଦି ଈଶ୍ୱର। ବ୍ୟକ୍ତ ନିତ୍ୟ ଯେ ସେଇ ଘର ବାହାରେ ପ୍ରକାଶ ହୋଇ। ଯହୁଁ ଆସଇ ତହିଁ ଲୀନ ନୁହଁ ବସ୍ତୁ ମହାଶୂନ୍ୟ। ଘଟେ ଚେତନା ସ୍ଥାନ ସେଇ ବିକୁଣ୍ଠା ନାମ ତାର କହି। ଏଣୁ ମୁଁ ବିକୁଣ୍ଠାକୁ ମୋର ତେଣୁ ବୈକୁଣ୍ଠ ନାମ ମୋର। ଦେହ ଅନ୍ତେ ମୁହିଁ ଯିବି ବିକୁଣ୍ଠା ବ୍ରହ୍ମରେ ମିଶିବି।
ଚତୁର୍ଦ୍ଦଶ ପ୍ରଳୟ ଯେବେ ପଶନ୍ତି ବିରାଟରେ ଗର୍ବେ ବିରାଟ ପ୍ରଳୟର କାଳେ ପଶଇ ମୋର ନାଭି ମୂଳେ ସକଳ ପ୍ରଳୟରେ ଯାଇ ମୁଁ କେବଳ ମାତ୍ର ଥାଇ ମୁହିଁ ପ୍ରଳୟ ମୋର ସୁଖେ ମିଶଇ ବ୍ରହ୍ମର ଲେଖେ ପୁଣି ଆପଣା ସୁଖେ ଆସି ବ୍ରହ୍ମର ତଳେ ମୁହିଁ ଖସି ମୋ ନାଭି କମଳୁ କମଳ ଜନ୍ମିଲା ଅତ୍ୟନ୍ତ କୋମଳ ସେ ନାଭି ବିରାଟ ବାହାର ବ୍ରହ୍ମଟି ପଞ୍ଚମ ପ୍ରକାର ତେଣୁ ଅଶେଷ କରେ ଜାତ ଉତ୍ପତ୍ତି ପ୍ରଳୟ ମୋ ସ୍ଥିତ ତୁ ଏବେ ସର୍ବକର୍ମ ଏଡ଼ି ପରମ ବ୍ରହ୍ମ ଜ୍ଞାନେ ବୁଡ଼ି ପାରିଲେ ହି ଜ୍ଞାନ ସାଧ ସଂସାର ମାର୍ଗୁ ଛାଡ଼ି ସଦ ଜ୍ଞାନ ସର୍ବଶାସ୍ତ୍ରେ ସାକ୍ଷୀ ବେଦ ବେଦାନ୍ତରେ ୟା ଲେଖି ଏ ଉତ୍ପତ୍ତି ହେଉଥାଇ ପ୍ରଳୟ ତହିଁରେ ମିଶଇ ମନ ବଚନ ଗୋଚର ଚିତ୍ତ ଚୈତନ୍ୟରୁ ବାର ଉତ୍ପତ୍ତି ସ୍ଥିତି ଲୟ କର୍ତ୍ତା ସକଳ ଦେବଙ୍କ ଦେବତା ପାଦ ପାଣି ମସ୍ତକ ଜଇଁ ଚାହିଁଲେ ଟୁଳ ପ୍ରକାଶଇ କ୍ଷୟ ଭାବେ ମୁରାରି ଅନନ୍ତ ନାମ ଏଥି ଧରି ତେହେଁ ଜାତ କେତେ ଲୀନ କେତା କରିବ ବଖାଣ ସନେ ବରଷ ହି ପାଣି କେତେ ବରଷେ କେବା ଜାଣି ଏ ଜନ୍ମ ମତେ କେତେ ହୋଇ କେ ଜାଣିପାରେ ଅନ୍ତ ନାହିଁ ଦୂରେ କେତେ ନଦୀ ମିଶି ତାହାକେ କହିବ ପ୍ରକାଶୀ ଏମତେ କେତେ ପ୍ରଳୟ କେ ତାହା କରିବ ନିର୍ଣ୍ଣୟ ପ୍ରଥମ ସ୍କନ୍ଧେ ଅଛି ରହି ଦ୍ୱିତୀୟ ସ୍କନ୍ଧେ ହୁଏ ହି ଏ ତୃତୀୟ ସ୍କନ୍ଧେ ଯା ବଖାଣି ଚତୁର୍ଥ ସ୍କନ୍ଧେ ପରିମାଣି ପଞ୍ଚମ ସ୍କନ୍ଧେ ଯାହା ତୋତେ କହିଲୁ ଷଷ୍ଠ ସ୍କନ୍ଧେ ମତେ ସପ୍ତମ ସ୍କନ୍ଧେ ଜ୍ଞାନ କହି ଅଷ୍ଟମ ସ୍କନ୍ଧେ ବୁଝା ତୁଇ ନବମ ସ୍କନ୍ଧେ ଦେଲି ଦୀକ୍ଷା ଦଶମ ସ୍କନ୍ଧେ ପ୍ରେମ ଶିକ୍ଷା ଏକାଦଶରେ ଜ୍ଞାନ କହି ଦ୍ୱାଦଶ ସ୍କନ୍ଧେ ଜ୍ଞାନ କାହିଁ ତୋର ଅବଧ ଦେଖି ମନ ତେଣୁ ମୁଁ ଦେଲି ଦର୍ଶନ ଏବେ ତୁ ପୂଜା ଧ୍ୟାନ ଛାଡ଼ ଏକାନ୍ତ ବ୍ରହ୍ମେ ସୁଖେ ଜଡ଼ ଏ ବ୍ରହ୍ମ ପ୍ରେମ ତରଙ୍ଗିଣୀ ଭବ ସାଗରୁ ତରେ ପ୍ରାଣୀ ଏକାନ୍ତେ ରହି ଆତ୍ମଭାବେ ବୋଧି ଉଦ୍ଧବ ଜ୍ଞାନ ଯୋଗେ ତରେ ହୋଇଣ ନିର୍ମଳ ଶ୍ରୀ କହିଲେ ଆଦିମୂଳ ଦ୍ୱାରକା ଜଗନ୍ନାଥ ଦାସ ଆନନ୍ଦେ କଲେ ପରକାଶ ତ୍ରୟୋଦଶ ସ୍କନ୍ଧେ ରସ ସୁଜନେ ଶୁଣ ହୋଇ ତୋଷ ଶ୍ରୀମଦ ଭାଗବତେ ମହାପୁରାଣେ ପରମହଂସ୍ୟାଂ ସହିତାଂ 82 ତ୍ରୟୋଦଶ ସ୍କନ୍ଧେ ଶ୍ରୀକୃଷ୍ଣ ଉଦ୍ଧବ द्वारका विवरणे नाम प्रथमोऽध्यायः बोलानन्दे एकवार हरि हरि बोल।